ଏକ ଦ୍ରୁତଗାମୀ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ସେହି ବାଇକ୍ରେ ଥିବା 2 ଜଣ ଯୁବକଙ୍କର ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାଣ୍ଡିଆକୁଦର ବିଜୁ ଏକ୍ସପ୍ରେସ୍ ୱେରେ ଘଟିଛି ଏହିପରି ଭୟଙ୍କର ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ ରାଜଗାଙ୍ଗପୁର ବାଣ୍ଠୁପଡ଼ାର ଗୌରବ ମହାପାତ୍ର ଓ ରାଉରକେଲାର ଚନ୍ଦନ ମହାପାତ୍ର 2 ଜଣ ଯୁବକ କୌଣସି କାମରେ ଏକ ବାଇକ୍ ଯୋଗେ ଯାଉଥିଲେ। ତେବେ ବିଜୁ ଏକ୍ସପ୍ରେସ୍ ୱେର ମାଣ୍ଡିଆକୁଦ ନିକଟରେ ଦ୍ରୁତ ଗତିରେ ଥିବା ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ହିଁ 2 ଯୁବକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ପରେ ପୁଲିସ ପହଞ୍ଚି ଉଭୟ ଯୁବକଙ୍କୁ ମେଡିକାଲକୁ ନେଇ ଯାଇଥିବା ବେଳେ ସେଠାରେ ମୃତ ଯୁବକ ଗୌରବ ମହାପାତ୍ରଙ୍କ ପରିବାର ଲୋକମାନେ ଗୌରବଙ୍କ ଚକ୍ଷୁଦାନ କରିଛନ୍ତି। ସେପଟେ ଏପରି ଦୁଃଖଦ ଘଟଣା ଘଟିବା ପରେ ମୃତ ଯୁବକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଅତି ଦୁଃଖର ଛାୟା ଖେଳିଯାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।